ଆମର କଲିକତା ବେସ୍ ଗୋଟେ କମ୍ପାନୀ ଅଛି ଭିଭିଓ ଗ୍ରୁପ ଅଫ୍ କମ୍ପାନିଜ। ସେଇ କମ୍ପାନୀର ଓଡ଼ିଶାରେ ଗୋଟେ ଶାଖା ଖୋଲା ହେଇଥିଲା ଭୁବନେଶ୍ୱରରେ ଏବଂ ସେଇ ଶାଖାରେ ଯିଏ ଥିଲେ ତାଙ୍କର ଓଡ଼ିଶାର ମୁଖ୍ୟ ବୋଲି ନିଜର ପରିଚୟ ଦଉଥିଲେ ପବିତ୍ର କୁମାର ସାହୁ ବୋଲି। ସେ ସେଇ କମ୍ପାନୀ ତରଫରୁ ଅନେକ ଲୋକଙ୍କୁ ସବୁ ମିଥ୍ୟା ପ୍ରଲୋଭନ ଦେଖେଇ ଟଙ୍କା ଆଦାୟ କରିଥିଲେ, କିନ୍ତୁ ତାଙ୍କ ପ୍ରତିଶ୍ରୁତି ମୁତାବକ ସେ ଲୋକମାନଙ୍କୁ ଟଙ୍କା ଆଉ ଫେରସ୍ତ ଦେଲେନି ଏବଂ କମ୍ପାନୀ ଅଫିସ ବନ୍ଦ କରିଦେଲେ, ଯୋଉଥିପାଇଁ 2015 ମସିହାରେ କ୍ୟାପିଟାଲ ଥାନାରେ ଗୋଟେ ଏତଲା ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେଇ କେସଟିକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ଇଓଡବ୍ଲ୍ୟୁ କୁ ହସ୍ତାନ୍ତର କରାଯାଇଥିଲା ଏବଂ ଶେଷରେ ଇଓଡବ୍ଲ୍ୟୁ ତରଫରୁ ଇନକ୍ୱାରି ହେଇ ଚାର୍ଜସିଟ୍ ଦାଖଲ ହେଇଥିଲା ଏବଂ ବର୍ତ୍ତମାନ ସେଇ ମକଦ୍ଦମାର ଶୁଣାଣି ଶେଷ ହୋଇ ସମସ୍ତ ସାକ୍ଷ୍ୟ ପ୍ରମାଣ ଗ୍ରହଣ କଲା ପରେ ମାନ୍ୟବର ଓପିଆଇଡି କୋର୍ଟ ଯିଏ ଆମର ଥିଲେ ଅଭିଯୁକ୍ତ ପବିତ୍ର କୁମାର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ଦଣ୍ଡ ଆଦେଶ ଦେଇଛନ୍ତି। ତାଙ୍କ ବିଭିନ୍ନ ଦଫାରେ ତାଙ୍କୁ ଦଣ୍ଡିତ କରାଯାଇଛି। ଆମର ସେକ୍ସନ 6 ଅଫ ଦି ଓପିଆଇଡି ଆକ୍ଟ ଏବଂ ତା ସହିତ ଅନ୍ୟାନ୍ୟ ଦଫାରେ ସମୁଦାୟ ତାଙ୍କୁ 10 ବର୍ଷ ସଶ୍ରମ କାରାଦଣ୍ଡ ଏବଂ ସମୁଦାୟ 70,000 ଟଙ୍କା ଫାଇନ ଦେବା ପାଇଁ ଆଦେଶ ହେଇଛି ଏବଂ ଜୋରିମାନା ଅନାଦାୟ ଆଉ 3 ମାସ ଅଧିକା ଜେଲ ଦଣ୍ଡ ପାଇଁ ଆଦେଶ ହେଇଛି। ପାଖାପାଖି 14 କୋଟି ଟଙ୍କାର ଠକେଇ ହେଇଛି ବୋଲି ଅନୁସନ୍ଧାନରୁ ଜଣାପଡ଼ିଲା।